ଆଜି ଆମେ ଏଇ ଭିଡିଓରେ ମିଙ୍କି ଆଉ ପିଲୁଙ୍କ ସାହାଯ୍ୟରେ ଉଦାହରଣ ଦ୍ୱାରା ସଂଖ୍ୟାକୁ ଦଳରେ ମିଶାଇବା ବା ଆଡ୍ କରିବା ଶିଖିବା। ଦେଖ ପିଲୁ, ଏଠାରେ 3ଟି ଡୋମିନୋ କାର୍ଡ ଅଛି, ଯେଉଁଥିରେ ପ୍ରଥମ କାର୍ଡ ଡୋମିନୋ 2 0 ଅଟେ। ଦ୍ୱିତୀୟ କାର୍ଡ ଡୋମିନୋ 6 4 ଅଟେ ଏବଂ ତୃତୀୟ କାର୍ଡ ଡୋମିନୋ 5 3 ଅଟେ। ଏବେ କୁହ ଯେ ପ୍ରଥମ କାର୍ଡରେ ସମୁଦାୟ କେତୋଟି ଛିଦ୍ର ରହିଛି? ପ୍ରଥମ କାର୍ଡରେ 2 ଆଉ 0 ଛିଦ୍ର ଅଛି। କୌଣସି ବି ସଂଖ୍ୟାରେ 0 ମିଶାଇଲେ ତାହା ସେହି ସଂଖ୍ୟା ହେଇଥାଏ। ଅର୍ଥାତ୍ ଏଠାରେ 2ରେ 0 ମିଶାଇଲେ 2ଟି ଛିଦ୍ର ହେବ। ସାବାସ୍ ପିଲୁ, ଏବେ କହିଲ ଯେ ଦ୍ୱିତୀୟ କାର୍ଡରେ ସମୁଦାୟ କେତୋଟି ଛିଦ୍ର ରହିଛି? ଦ୍ୱିତୀୟ କାର୍ଡରେ 6 ଏବଂ 4ଟି ଛିଦ୍ର ରହିଛି। ଏଠାରେ 6ରେ 4 ମିଶାଇଲେ 10ଟି ଛିଦ୍ର ହେବ। ବାଃ ପିଲୁ, ଏବେ କହିଲ ଯେ ତୃତୀୟ କାର୍ଡରେ ସମୁଦାୟ କେତୋଟି ଛିଦ୍ର ରହିଛି? ତୃତୀୟ କାର୍ଡରେ 5 ଏବଂ 3ଟି ଛିଦ୍ର ରହିଛି। ଏଠାରେ 5ରେ 3 ଯୋଡ଼ିଲେ 8ଟି ଛିଦ୍ର ହେବ। ଏକଦମ୍ ଠିକ୍। ଚାଲ ଏବେ କୁହ ଯେ 3ଟି ଡୋମିନୋ କାର୍ଡକୁ ମିଶାଇ ସମୁଦାୟ କେତୋଟି ଛିଦ୍ର ଅଛି? ଏହା ଜାଣିବା ପାଇଁ ଆମକୁ 3ଟି କାର୍ଡର ଛିଦ୍ରର ସଂଖ୍ୟାକୁ ଯୋଡ଼ିବାକୁ ହେବ। ତାହେଲେ ଏଠାରେ 3ଟି ଡୋମିନୋ କାର୍ଡରେ ସମୁଦାୟ ମିଶାଇ 2 ଏବଂ 10 12 12 ଏବଂ 8 ମିଶି 20ଟି ଛିଦ୍ର ଅଛି। ସାବାସ୍ ପିଲୁ। ଚାଲ ଯିବା। ତାହେଲେ ଆଜି ଆମେ ମିଙ୍କି ଆଉ ପିଲୁଙ୍କ ସାହାଯ୍ୟରେ ଉଦାହରଣ ଦ୍ୱାରା ସଂଖ୍ୟାକୁ ଦଳରେ ମିଶାଇବା ଶିଖିଲେ। ତମେମାନେ ବି ନିଜ ସାଙ୍ଗମାନଙ୍କ ସହିତ ନିଜ ଆଖପାଖରେ ଥିବା ବସ୍ତୁର ସଂଖ୍ୟାକୁ ଦଳରେ ମିଶାଇବାର ଅଭ୍ୟାସ କରିବ। ଆଗାମୀ ଭିଡିଓରେ ଦଳରେ ଗଣିବା ସମୟରେ ଆମେ ଯେଉଁ ଭୁଲ ସବୁ କରୁଛେ ତାହା ବୁଝିବା।